हम लोग थाना इसीलिए आए हैं कि मेरी सास और ननद ना वो क्रिश्चियन धर्म को अपनाई है और हम लोग को मतलब हमेशा प्रताड़ित करते रहती है कि हाँ क्रिश्चियन में आ जाओ, ये करो वो करो। ଖ୍ରୀଷ୍ଟ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରିୟ ମୋର ଆନ୍ତରିକ ନମସ୍କାର ଏବଂ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ଆଜିର ଭିଡ଼ିଓରେ ଆମେ ଦେଖିବା ଜଣେ ବୋହୂ, ଘରର ବୋହୂ, ସେ ନିଜର ଶାଶୁ ଏବଂ ନଣନ୍ଦଙ୍କ ବିରୁଦ୍ଧରେ ସେ ଆସିଛି କମ୍ପ୍ଲେନ୍ କରିବା ପାଇଁ ଥାନାକୁ। ସେ ଥାନାରେ ଏଇଆ କମ୍ପ୍ଲେନ୍ କରିବା ପାଇଁ ଆସିଛି ଯେ ତାକୁ ଜବରଦସ୍ତ କ'ଣ କରାହେଉଛି, ଚର୍ଚ୍ଚ ଯିବା ପାଇଁ କୁହାହେଉଛି ଆଉ ଜବରଦସ୍ତ ଖ୍ରୀଷ୍ଟିଆନ ହେବା ପାଇଁ ତାକୁ ବାଧ୍ୟ କରାଯାଉଛି। ଏଇଭଳି ଏକ କମ୍ପ୍ଲେନ୍ ଦେବା ପାଇଁ ସେ ଆସିଛି, ଥାନାକୁ ଆସିଛି। ତେବେ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, এই ଘଟଣା ଦେଖିବା ପରେ ଆପଣ କ'ଣ ଭାବୁଛନ୍ତି? এই ଯେଉଁ କମ୍ପ୍ଲେନ୍ ଶୁଣିବା ପରେ ଆପଣ କ'ଣ ଭାବୁଛନ୍ତି? କ'ଣ ଏଇଟା ସତ ହେଇଥିବ କି ସତ ହେଇନଥିବ? ହୁଏତ ବହୁ ଜଣକ କମ୍ପ୍ଲେନ୍ କରୁଛନ୍ତି ଯେ ଏମିତି କରାହେଉଛି, ସେମିତି କରାହେଉଛି, କିନ୍ତୁ ଆପଣ ଯଦି ଜଣେ ଖ୍ରୀଷ୍ଟିଆନର ଜୀବନକୁ ଯଦି ଆପଣ ଦେଖିବେ, ତେବେ ଖ୍ରୀଷ୍ଟିଆନମାନେ କେବେ ହେଲେ ମଧ୍ୟ କାହାକୁ ବାଧ୍ୟ କରନ୍ତିନି ତୁମେ ଖ୍ରୀଷ୍ଟିଆନ ହେଇଯାଅ ବୋଲି, କି କାହାକୁ ଭୟ ଦେଖାନ୍ତି ନାହିଁ। କିନ୍ତୁ ଏଇଭଳି କମ୍ପ୍ଲେନ୍ କରିକି ମିଡ଼ିଆ ସାମ୍ନାରେ କିମ୍ବା ଥାନାରେ ଜଣକୁ ଆରାମରେ ଫସା ଯାଇପାରେ। ହଁ ବନ୍ଧୁଗଣ, ଜଣକୁ ଆରାମରେ ତାଙ୍କୁ ଫସେଇ ଦିଆଯାଇପାରେ ଯେ ଏଇ ବ୍ୟକ୍ତି ଜଣକ ମୋ ବିରୁଦ୍ଧରେ ଏମିତି କରୁଥିଲା ବୋଲି। ବର୍ତ୍ତମାନ ଏଇ ବହୁ ଜଣକ ନିଜର ଶାଶୁ ବିରୁଦ୍ଧରେ, ନିଜ ନଣନ୍ଦ ବିରୁଦ୍ଧରେ ଯେଉଁ ଧର୍ମ ପରିବର୍ତ୍ତନର ଆରୋପ ଲଗାଉଛି, ଏଇଟା ମଧ୍ୟ କୌଣସି ପ୍ରମାଣ ନାହିଁ। ହୁଏତ ଯେତେବେଳେ ନିର୍ଯାତନା ଦିଆଯାଉଥିଲା, ଏ ବହୁ ଜଣଙ୍କୁ ହୁଏତ ଗୋଟେ ଭିଡ଼ିଓ କରିପାରିଥାନ୍ତା, ଗୁପ୍ତରେ ହେଉ କି ଯାହା ବି ଗୋଟେ ଭିଡ଼ିଓ କରିପାରିଥାନ୍ତା, ସେ ପ୍ରମାଣ ସହିତ ସେ ଥାନାକୁ ଯାଇପାରିଥାନ୍ତା ଆଉ ସେ ପ୍ରମାଣ ସହିତ ସେ ମିଡ଼ିଆକୁ ମୋତେ ଦେଖାଇ ପାରିଥାନ୍ତା ଯେ ଦେଖ, ମୋତେ ଜବରଦସ୍ତ ମୋର ଧର୍ମ ପରିବର୍ତ୍ତନ କରାହେଉଛି। କିନ୍ତୁ ସେମିତି କିଛି ଏଠି ନାହିଁ। ଖାଲି କହିଦେଲେ ହେବ ନାହିଁ, ତା'ର ପ୍ରୁଫ୍ କିମ୍ବା ତା'ର ପ୍ରମାଣ ମଧ୍ୟ ଥିବା ଦରକାର, ଯେଉଁ ପ୍ରମାଣ କି ୟା ପାଖରେ ନାହିଁ ନା। ତେବେ ପ୍ରିୟ ବନ୍ଧୁଗଣ, ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଇଭଳି ବିଷୟଠାରେ ଆପଣ ଦୂରେଇକି ରୁହନ୍ତୁ, ଟିକେ ସତର୍କ ରୁହନ୍ତୁ ଯେ ଆପଣ ଭୁଲ ନ କରିଥିଲେ ମଧ୍ୟ କେତେବେଳେ ବି ଆପଣଙ୍କୁ ଫସେଇ ଦିଆଯାଇପାରେ। ମିଛ ଦୋଷରେ, ମିଛ କେସ୍ରେ ଆପଣଙ୍କୁ ଫସେଇ ଦିଆଯାଇପାରେ। ସେଥିପାଇଁ ଆପଣ ଟିକେ ସାବଧାନ ଥିବେ। ସେଥିପାଇଁ ବାକ୍ୟରେ କୁହାଯାଉଛି, ସର୍ପ ପରି ଚତୁର ହେବା ନିମନ୍ତେ, କପୋତ ପରି ଅହିଂସ୍ରକ ହେବା ନିମନ୍ତେ। ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ଆପଣ ନିଶ୍ଚିନ୍ତ ଭାବରେ ଏ ପରିବାର ନିମନ୍ତେ ପ୍ରାର୍ଥନା କରିବେ। ଆଉ ଯେଉଁ ଭିଡ଼ିଓ ଆପଣ ଦେଖିଲେ, ସେ ପରିବାର ନିମନ୍ତେ ପ୍ରାର୍ଥନା କରିବେ। ବୋହୂ ନିମନ୍ତେ, ନଣନ୍ଦ ନିମନ୍ତେ, ସମସ୍ତ ନିମନ୍ତେ ପ୍ରାର୍ଥନା କରନ୍ତୁ, ଯେପରିକି ପରମେଶ୍ୱର ସେମାନଙ୍କ ହୃଦୟକୁ ଖୋଲି ଦିଅନ୍ତୁ। ପରମେଶ୍ୱର ସେମାନଙ୍କ ହୃଦୟକୁ ଖୋଲି ଦିଅନ୍ତୁ ଆଉ ପରମେଶ୍ୱର ସେମାନଙ୍କ ସହବର୍ତ୍ତୀ ହୁଅନ୍ତୁ ଆଉ ସତ୍ୟ ପରମେଶ୍ୱରଙ୍କର ପରିଚୟ ସେମାନେ ପାଆନ୍ତୁ। ଯଦି ଆମେ ଦୁନିଆରେ ସତ୍ୟ ପରମେଶ୍ୱର ବୋଲି ଦେଖିବା, ତେବେ ଏ ଦୁନିଆରେ ଜଣେ ମାତ୍ର ସତ୍ୟ ପରମେଶ୍ୱର ଅଛନ୍ତି, ଆଉ ଯିଏକି ସମସ୍ତ ବିଷୟ ସୃଷ୍ଟି କରିଛନ୍ତି ଆଉ ଯାହାଙ୍କୁ କେହି ସୃଷ୍ଟି କରିନାହିଁ, କିନ୍ତୁ ସିଏ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ସେଥିପାଇଁ ବିଶେଷ କରି ପ୍ରାର୍ଥନା ରଖନ୍ତୁ ଏହି ପରିବାର ନିମନ୍ତେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। नमस्कार। अभी हम मौजूद हैं अंडा थाने में और ये अंडा क्षेत्र का ही एक विषय है। हमारे साथ में पीड़ित लोग हैं, इन्हीं समझते हैं। जी, क्या नाम आपका? खेमलता साहू। जी, खेमलता जी, क्या हुआ सारा विषय, क्या वाकया है, क्यों आप लोग यहाँ पर पहुंचे, जरा बता विस्तार से।
हम लोग थाना इसीलिए आए हैं कि मेरी सास और ननद ना वो क्रिश्चियन धर्म को अपनाई है और हम लोग को मतलब हमेशा प्रताड़ित करते रहती है कि हाँ क्रिश्चियन में आ जाओ, ये करो वो करो, पूजा नहीं करना या पूजा करो तो तोड़फोड़ करती है, तुलसी चौरा को तोड़ दी है और ऐसे बहुत से है और मारने वारने की धमकी देती है। क्या कहती है? जान से मारने की धमकी देती है। जान से मारने की कहती है? हाँ, और कई बार मारने की कोशिश भी की है। मेरी देवरानी और मेरे देवर को मारी भी है और 4 से 5 बार हो गया हम लोग अंडा थाना में आके रिपोर्ट लिखवाते हैं, पर थाने वाले लोग आपसी मामला है, घर पे निपटो बोलते हैं। हाँ, तो आपको चर्च जाने के लिए कहती हैं, आप कभी चर्च गए क्या उनके साथ? नहीं, कभी नहीं गए मैं। और इसी बात से वो गुस्सा हो जाती हैं कि आप उनकी बात नहीं मानते? हाँ हाँ। ठीक है, तो आपके जो पतिदेव हैं, देवर हैं, उन लोग क्या कहते हैं? नहीं, मेरी ननद और सासू माँ बस जाती है और देवर और मेरे हस्बैंड है वो मतलब नहीं जाना है, ये सब चीज ऐसा कुछ नहीं करना है, ऐसे करके बोलते हैं उन लोग।